ନମସ୍କାର ଦର୍ଶକ ବନ୍ଧୁ, ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଜ୍ୟୋତ୍ସ୍ନା ମ୍ୟାଡାମ ଆମର କର୍ମ କ୍ଷେତ୍ରରେ ବିଜି ବିଜି ମାନେ ବ୍ୟସ୍ତ। କେତେ ବ୍ୟସ୍ତ? ନମସ୍କାର ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ। କେମିତି ଅଛନ୍ତି ଆପଣ ମାନେ ସବୁ? କମେଣ୍ଟ ମାଧ୍ୟମରେ ଜଣାନ୍ତୁ କଣ ଜଣେଇବେ? କେମିତି ଅଛନ୍ତି। ଓହୋ, ଆଉ ପ୍ରଶ୍ନ ଉତ୍ତର ଦବ? ପଚାର, ଜାଣିଥିବି ଯଦି ଦେବି ଆଉ। ତାହା କଣ ଯାହା ପାଖକୁ ଆସିଲେ ଆଖି ବନ୍ଦ ହେଇଯାଏ? ପାଖକୁ ଆସିଲେ ଆଖି ବନ୍ଦ ହେଇଯାଏ? ହୁଁ ତାହା ପାଖକୁ ଆସିଲେ ଆଖି ବନ୍ଦ ହେଇଯାଏ? ହୁଁ ଲାଇଟ। ହୁଁ ଲାଇଟ। କାହିଁ ଲାଇଟ କି ତମ ଆଖି ଖୋଲନି କି? ହଁ ଖୋଲେ ଯେ, କିନ୍ତୁ ସିଏ ଅତି ଆସିଲା ମାନେ ଆଖି ବନ୍ଦ ହେଇଯିବ। ନିଦ ନିଦ ନିଦ। ପରବର୍ତ୍ତୀ ପ୍ରଶ୍ନ, ଆଜ୍ଞା। ଏମିତି କେଉଁ ସିଟି ଅଛି ଯେଉଁଠି କରେଣ୍ଟ ମାରେ? କରେଣ୍ଟ ମାରେ? ହୁଁ ସିଟି? ହୁଁ କରେଣ୍ଟ ମାନେ କରେଣ୍ଟ ମିଳେ। କଷ୍ଟ। ତା ଆନ୍ସର ହଉଛି ଇଂଲିଶ ଆନ୍ସର ଟା। ଇଂଲିଶ। ଦୁବାଇ। ଛେନା। ଏଟା ଫନି କ୍ୱେଶ୍ଚନ ଟା। ଓହୋ, କୋଉଠି କଣ କଣ କେଉଁ ସିଟିରେ କରେଣ୍ଟ ମିଳେ? କରେଣ୍ଟ ସିଟିରେ କରେଣ୍ଟ ମିଳେ। କରେଣ୍ଟ ସିଟି? ହଁ। ଠିକ ଉତ୍ତର କୁହ। ଠିକ ଉତ୍ତର? ଏଇଗୁଡିକ ମୁଁ ଆଉ କିଛି ଜାଣିନି। ଇଲେକ୍ଟ୍ରିସିଟି। ଇଲେକ୍ଟ୍ରିସିଟି? ଏକା କଥା ହେଲାନି? ଏମିତି କେଉଁ ଜିନିଷ ଯାହା ବାମ ହାତରେ ଧରି ହବ କିନ୍ତୁ ଡାହାଣ ହାତରେ ଧରି ହେବ ନାହିଁ? ବାମ ହାତରେ ଧରି ହବ କିନ୍ତୁ ଡାହାଣ ହାତରେ ଧରି ହବନି? ନା। ଦି ହାତରେ ତ ଧରି ହବ। ଉଁ ଦି ହାତରେ ଧରି ହବ, କିନ୍ତୁ ଫରକ ଏତିକି, ବାଁ ହାତଟା ଟିକେ କମଜୋର ରହିବ, ଡାହାଣ ହାତଟା ଟିକେ ଅଧିକ ଷ୍ଟ୍ରଙ୍ଗ ମୁଁ ରହିବ। ପଚାରିଲି ଏମିତି କେଉଁ ଜିନିଷ ଯାହା ବାମ ହାତରେ ଧରି ହବ, ଡାହାଣ ହାତରେ ଧରି ହେବ ନାହିଁ? ପିଠି। କାହିଁ ପିଠି ବାମ ହାତ ଧରି ହବନି, ଡାହାଣ ହାତ ଧରି ହବନି? ମୋ ପୁଅ ମତେ କଣ କରୁଛି? କଣ ଗୋଟେ ଦେଖୁଛି ଆଉ। କଣ? ସେ ମାମାକୁ ଆଉ ପାପା କୋଶ୍ଚିନ୍ ପଚାରୁଛନ୍ତି, ସେ ଦେଖୁଛି କଣ ଗୋଟେ ଏମିତି କହିବ ନା ମୁଁ କହିଦେବି? ଆସିବନି। ବାମ ହାତରେ ଧରି ହବ, ଡାହାଣ ହାତରେ ଧରି ହବନି, ଡାହାଣ ହାତରେ କହୁନି। ଓହୋ। ନିଜେ ଆଗ ଧରିକି ଦେଖି ପକେଇଲେ। ଡାହାଣ ହାତର କହୁଣୀକୁ ବାମ ହାତରେ ଧରି ହବ, କିନ୍ତୁ ଡାହାଣ ହାତରେ ଧରି ହବ ନାହିଁ। ତାପରେ ଏଇଟା ବୋଧେ ତୃତୀୟ, ଏଇ ଚତୁର୍ଥ। ହଁ, ତାହା ଏମିତି କେଉଁ ଜିନିଷ ଯାହାକୁ ଯେତେ ସଫା କଲେ ବି ସେ ସେତେ କଳା ରହେ? ଯେତେ ସଫା କଲେ ବି ସେ ସେମିତି କଳା ରହିଥିବ। କଣ କହୁଛ? ଅଙ୍ଗାର। ଆଉ କଣ ହବ? ଆଉ ଗୋଟେ ହଉଛି ଗୋବର। ଗୋବର। ଗୋବରର କଲର ଯାହା। ସେତିକି ଥାଉ, ଆଉ କୁହନି। ଆଉ କଣ ଆଉ ପଚାରିବ? ଚୁଟି। ଚୁଟି ହୁଁ, ଆମ ମୁଣ୍ଡର ଚୁଟି ଯେତେ ସଫା କଲେ ବି ସେ ସେଇ କଳା ରହିବ, କଳା ହେଇକି ରହିବ। ଓକେ, ଶେଷ ପ୍ରଶ୍ନ। ଆମ ପାଖରେ ଥିବା ଟଙ୍କାକୁ ଆମେ 2 ଗୁଣ କେମିତି କରିବା? 2 ଗୁଣ କେମିତି କରିବା? ଆମେ ତାକୁ ବ୍ୟାଙ୍କରେ ରଖିଦବା। ବ୍ୟାଙ୍କରେ ରଖିଲେ 2 ଗୁଣ ହେଇଯିବ? ନହେଲେ ଆମ ସାଙ୍ଗେ ସାଙ୍ଗେ 2 ଗୁଣ କେମିତି କରିବା? ସାଙ୍ଗେ ସାଙ୍ଗେ ସୁଧକୁ ପଇସା ଲଗେଇଦବା। ସାଙ୍ଗେ ସାଙ୍ଗେ ଗୋଟେ ସେକେଣ୍ଡରେ 2 ଗୁଣ ନାଇଁ, କରିବ? ଗୋଟେ ସେକେଣ୍ଡରେ 2 ଗୁଣ ତ ହେଇପାରିବନି। ହେଇପାରିବ। ମୁଁ ଜାଣିନି ସେମିତି ପଇସା ହେଇଯିବ। ଦର୍ପଣ ସାମ୍ନାରେ ରଖିଦବ। ଓହୋ, କିନ୍ତୁ ସେ 2 ଗୁଣର ମୂଲ୍ୟ କିଛି ନାହିଁ ନା। କଣ ମୂଲ୍ୟ କଥା କହୁଛି କି? ଟଙ୍କା 2 ଗୁଣ ହବା ଦରକାର। ଓ ଆଜି ସମସ୍ତ ପ୍ରଶ୍ନ ସରିଗଲା।
दर्शक बंधु आज समस्त क्वेश्चन सब सरी जाइए क्वेश्चन गुड़ी आपण मानक केमिति लगुच कमेंट माध्यम मतामत जनइबे आम वीडियो को टिके लाइक कमेंट शेयर करेंगे और सब्सक्राइब करेंगे आज पे नमस्ते भलरे था समस्ते।